सिंधु तटरे आपण माने जाई परिबे कोन कोन करिवे सिंधु तटरे कोन देखिए ना मान गोटे कथा कहबे आपण सतिया जा सब आश्चर्य जदि सिंधु तट जिबे प्रथम आश्चर्य ताना पूरी हला का ठीक ही कथा काहे की पूरी आउ कोन थिबे मान जो दी घंटा पला हो तेरा पला तान पूरी हला काहे द्वितीय नाम होची तार ना होची शंख क्षेत्र जदि शंख क्षेत्र हला आपण माने कहंतु शंख क्षेत्र पूरी रे काहे की शंख बाजे ना आउ अति आश्चर्य सबु देवा देवी पाखरे लो ना नोड़िया मारा जाए आगे आगे जगतर नाम जगन्नाथ बा पुरुषोत्तम क्षेत्र रे नोड़िया कहीं भी भंगा जाए ना आश्चर्य हिंदू धर्मर कर्तव्य हिंदू धर्मर नारी माने स्वामी मोला करे स्वामी सपन टीका बिले कोरा वाला करे बा माटी रे पोता वाला करे धवा हुंती जगन्नाथ क्षेत्र पुरुषोत्तम धाम रे मालो स्वामी मोला करे बा संसार रे पोता वाला करे स्त्री सती विधवा हुए ना ठीक है हमर हो जाय हम छायाकांत मंडल का हम बोल आवती आश्चर्य प्रत्येक देवा देवी निकटरे कुकुर छुईले मारा हुएला किंतु एमिति गोटे क्षेत्र आश्चर्य कोठी गोटे कुकुर को पूजा करा जाउछि मंदिर भितरे आवती आश्चर्य ये दामी काठ थाई मध्य भगवानी शाल पियासार चंदन किंतु जगन्नाथ मूर्ति है आज्ञा लिंग अपन जाना फोटो लागिबे आवती आश्चर्य जो पुरी रे जगन्नाथ बड़ ठाकुर बड़ दियो से ठाकुर हाथ पाद
ଯଦି ହାତ ପାଦ ନାହିଁ ଦାସିଆ ବାଉରୀ ନଡ଼ିଆକୁ ନେଲା କେମିତି ଯୁଦ୍ଧରେ କାଞ୍ଚି ଅଭିଯାନ କରିବା ପାଇଁ ଗଳା ଚଢ଼ିକି ଗଲେ କେମିତି ଗୋଳିଆ ଉପର ପିଠିରେ ଚଢ଼ି ପଣସ ପାରିଲେ କେମିତି ଆଉ ଗୋଟିଏ ଆଶ୍ଚର୍ଯ୍ୟ ଜଗନ୍ନାଥଙ୍କର କାନ କାହିଁକି ନାହିଁ ଆଉ ଗୋଟିଏ ଆଶ୍ଚର୍ଯ୍ୟ ଆଉ ଗୋଟିଏ ଆଶ୍ଚର୍ଯ୍ୟ ଜଗନ୍ନାଥ ଠାକୁରଙ୍କର ଆଖିର ଭୁଲତା କାହିଁକି ନାହିଁ ପୁଣି ଗୋଟିଏ ଆଶ୍ଚର୍ଯ୍ୟ ସବୁ ଫୁଲ ହାରରେ ବନ୍ଧି ପଡ଼ିଛି କିନ୍ତୁ ଜଗନ୍ନାଥଙ୍କ ବେକରେ ଯୋଉ ହାରଟା ହାତରେ ପଡ଼େ କାହିଁକି ବନ୍ଧି ପଡ଼େ ନାହିଁ ଭାଇ ମୋର କାଲି ଗୋଟେ ପ୍ରକାର କହୁଥିଲେ କହିବି ଆଉ ଗୋଟିଏ ଆଶ୍ଚର୍ଯ୍ୟ ମା ଯୋଉଠି ଭୋଜି ଭାତ ହୁଏ ସେଠି କାଉ ଉଡ଼ନ୍ତି କିନ୍ତୁ ଆନନ୍ଦ ବଜାରରେ କାଉ କାହିଁକି ଉଡ଼େ ନା ଆଉ ଗୋଟିଏ ଆଶ୍ଚର୍ଯ୍ୟ ପବନର ବିପରୀତ ଦିଗରେ ପତିତ ପାବନ ବାନା କାହିଁକି ଉଡ଼େ ଏହାର ଶବ୍ଦ ପ୍ରମାଣ ଅଛି 1999 ମସିହା ଅକ୍ଟୋବର ମାସ 29 ତାରିଖ ଯୋଉ ବାତ୍ୟା ହେଇଥିଲା ଶିଶୁଦିନ ଫୁଟେଜରେ ଯେତିକି ସମୟ ଅଛି ପବନର ବିପରୀତ ଦିଗରେ ପତିତ ପାବନ ବାନା ଆହୁରି ଗୋଟିଏ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଆଜ୍ଞା କଥା ସବୁ ଭୋଗକୁ ସବୁଠି ଭାତ ରନ୍ଧାରେ ଭାତ କୁହାଯାଏ କିନ୍ତୁ ଯୋଉ ଅନ୍ନ କାହିଁକି କୁହାଯାଏ ଅନ୍ନ ପରେ କାହିଁକି ଅବଡ଼ା ହୁଏ କାହିଁକି ମଡ଼ଇ ହୁଏ କାହିଁକି ପ୍ରସାଦ ହୁଏ କାହିଁକି ନିର୍ମାଲ୍ୟ ସେଇକୁ କୁହାଯାଏ କାହିଁକି କୈବଲ୍ୟ କୁହାଯାଏ ଆଉ ଆଶ୍ଚର୍ଯ୍ୟ ସବୁଠୁ ଆପଣମାନେ ଦେଖିଥିବେ ଆପଣମାନେ ପୁରୀକି ଗଲାବେଳେ ଦେଖିଥିବେ ପାହାଚ ଗଣିଥିବେ କେତେ ନା ଆପଣ ପାହାଚ ଗଣିଥିବେ 18 ଗୋଟି କରି ଗଣିବେ 18ଟା ପାହାଚ ଯଦି 18ଟା ପାହାଚ ଅନେକ ଗୁଡ଼ିଏ ପଥର ସେଥିରେ ପଡ଼ିଛି ସେ ପଥର ଗୁଡ଼ାକ କାହିଁକି କଣ ପାଇଁ ପଡ଼ିଛି ପଞ୍ଚମ ପାହାଚରେ ଗୋଟେ ପଥର ମାଙ୍କଡ଼ାଟି ଅଛି ତାକୁ କାହିଁକି ଉଠାଯାଉ ଆଚ୍ଛା ଆପଣ କହିଲେ 18ଟା ପାହାଚ ଯଦି 18 ହେଲା ପାହାଚ କପି କାହିଁକି କହିଲେ ସାରିଆରେ କହିଲେ 22 ପାହାଚ आनंद बजार स्वामी को सांगरे बुलवा किंतु जगन्नाथ क्षेत्र स्वामी को सांगरे बुलवा जाते ये सब गोटे गोटे मीमांसा आदि करी आपण माने सुनिबे एते संस्कार बसिछंती शंख काहे बजेना विधवा काहे तुलेना एबा आपण मान को आज एते कथा कहि स्वामी हां मोला परे स्त्री विधवा केते बले हुए ना स्वामी रो सब पड़ी सारीला परे ना विधवा कहा को कहती काचो ना आपण बाहला बेले काचो दिन दिन संखा दिन
ସ୍ୱାମୀ ମଲା ପରେ ସ୍ତ୍ରୀ ବିଧବା ହୁଏ, ବିଧବା କାହାକୁ କହନ୍ତି? ନା, ଯାହାର ସିନ୍ଥିରେ ସିନ୍ଦୁର ନଥାଏ, ହାତରେ ଶଙ୍ଖା ବା ଚୁଡ଼ି ନଥାଏ, ତାକୁ ବିଧବା କୁହାଯାଏ। ଏ ବା ସିନ୍ଥିରେ ସିନ୍ଦୁରଟା କାହାର? ସିନ୍ଥିରେ ସିନ୍ଦୁର କାହାର? ସ୍ୱାମୀଙ୍କର। ଯଦି ସ୍ୱାମୀଙ୍କର ଆଉ ଯେତେବେଳେ ଜାଗାରେ ସିନ୍ଦୁର ପିନ୍ଧ ସେ କାହାର? କଥା ନୁହଁ, ଖାଲି ସିନ୍ଥିରେ ସ୍ୱାମୀଙ୍କର। ଯଦି ସିନ୍ଥିରେ ହେଲା ସ୍ୱାମୀଙ୍କର ସିନ୍ଦୁର, କହିଥିଲ ବା ଟିକେ ଶୁଣିବ। ଗୋଟେ ନାରୀ ଯେତେ ଜାଗାରେ ସିନ୍ଦୁର ପିନ୍ଧେ, କାହିଁକି ସିନ୍ଦୁର ପିନ୍ଧେ, ସିନ୍ଦୁର ପିନ୍ଧିଲେ ହବ କଣ, ଆଉ ଯେତେ ଜାଗାରେ ଇଏ ପୁଅ କହିବ, ଆପଣ ଗଣି ଗଣି ସେତିକି ଜାଗାରେ ସିନ୍ଦୁର ପିନ୍ଧିବେ, ସେ ନାରୀ ଯଦି ବିଧବା ହବ, ଏ ପୁଅକୁ ଡାକିକେ କାମନାକୁ କାଟିକି ଛାଡ଼ି। ଯଦି ସ୍ୱାମୀଙ୍କର ସିନ୍ଦୁର ହେଲା ସିନ୍ଥି, ତାହେଲେ ସ୍ୱାମୀ ବଞ୍ଚିଥାଉ ତା ସ୍ତ୍ରୀ ତ ବିଧବା ହଉଛି। ବିଧବା ହଉନି। ଯେତେବେଳେ ନାରୀଟେ ରଜସ୍ୱଳା ହୁଏ, ଯେତେବେଳେ ରଜସ୍ୱଳା ହୁଏ ନା ମା, ମାସରେ ଥରେ। କେତେ ଦିନ ପାଳନ ହୁଏ? 7 ଦିନ। ଏ ମା, ଗୋଟେ ନାରୀ ମାସରେ ଥରେ ସୂର୍ଯ୍ୟ ସ୍ନାନ ହୁଏ, ଜଳରେ ସ୍ନାନ କରେ। ଯେ ବସୁମାତା ବର୍ଷରେ ଦିନେ ସୂର୍ଯ୍ୟ ସ୍ନାନ ହୁଏ, ରଜ 3 ଦିନ ପାଳନ ହୁଏ। ହଳଦୀ ପାଣିରେ ବସୁମତା ସ୍ନାନ କରାଯାଏ। ପ୍ରତ୍ୟେକ ଦିନ କିଏ ରଜବତୀ ହୁଏ? ପ୍ରତ୍ୟେକ ଦିନ ଏମିତି ଅଛି କିଏ ରଜବତୀ ହୁଏ? କହିବି ସେ କଥା ବାପା। ତେଣୁ ନାରୀ ମାନଙ୍କର ସିନ୍ଥିରେ ଯଦି ସିନ୍ଦୁର ନଥିବ, ଯଦି ସିଏ ହେଲେ ବିଧବା, ଆପଣ ମାନେ କୁହନ୍ତୁ, ମା ମାନେ ଦେଖିକି ବସିଛନ୍ତି, ପାଲା ତ ରାଜାରାଣୀ ଗପ ଶୁଣୁଛନ୍ତି, ମୁଁ ବି ଗପଟି ଆଜି କହିବି, ଆପଣଙ୍କ ଅନୁରୋଧ ମଧ୍ୟ ଅଛି ଯେ ଗୋଟେ ନାରୀ ସ୍ୱାମୀ ଥାଉ ଥାଉ ବିଧବା ହୁଏ, ସିନ୍ଥିରେ ଯେତେବେଳେ ସିନ୍ଦୁର ନଥାଏ। ଆପଣ ସେଟା ଜାଣିଛନ୍ତି ଭଲ ଭାବରେ। ଆପଣ ମାନେ କୁହନ୍ତୁ, ଗୋଟେ ସ୍ତ୍ରୀ ତା ସ୍ୱାମୀର ବଞ୍ଚିଥିବା ପର୍ଯ୍ୟନ୍ତ କୋଉ 3ଟା ଅଙ୍ଗ ଛୁଇଁ ନଥାଏ? 3ଟା ଅଙ୍ଗ ତା ଜୀବନରେ ଛୁଇଁ ନଥାଏ। ଯୋଉଦିନ ସେ 3ଟା ଅଙ୍ଗରୁ ଗୋଟିଏ ଅଙ୍ଗ ଛୁଇଁବ, ସେଦିନ ସେ ନାରୀ ନାମରେ ଇତିହାସ ରଚନା ହବ। ମିଛ କଥା ନୁହଁ, ପ୍ରମାଣ ଦେଖ। ଆପଣ କହିଲେ 7 ଦିନରେ ସିନ୍ଦୁର ନଥିଲେ କେମିତି ବିଧବା ହେଲା? 7 ଦିନ କଣ ହୁଏ? ପ୍ରଥମ ଦିନରେ ନାରୀ ନାରିଣୀ ହୋଇ, ପ୍ରଥମ ଦିନରେ ନାରୀ ନାରିଣୀ ହୋଇ, ପ୍ରଥମ ଦିନରେ ଚାଣ୍ଡାଳି ହୁଏ। ଆପଣ ମାନେ କହିବେ ଆମକୁ ଚାଣ୍ଡାଳି କହୁଛି। ନାଇଁ ଆଜ୍ଞା, ଚାଣ୍ଡାଳ କିଏ? ହାଡ଼ି ଆଜ୍ଞା ଚାଣ୍ଡାଳ। ବାପା ହାଡ଼ି ଚାଣ୍ଡାଳ। ହାଡ଼ି କଣ କାମ କରୁଛି? ଗୋଟିଏ ମା ତା ଛୁଆକୁ ଧରିକି ଆସିଛି। ଛୁଆଟା ଯଦି ମା ଆପଣଙ୍କ ଜଙ୍ଘରେ ଝାଡ଼ା ବସିଦବ, ଆପଣ ଜଙ୍ଘଟା କାଟିକି ଫିଙ୍ଗିଦେବେ, ଫିଙ୍ଗିଦେବେ। ସେମିତି ଆତରରେ ଝାଡ଼ାଟାକୁ ପୋଛିଦେବେ। ସେ ହାଡ଼ି ମାନେ କଣ କରନ୍ତି? এই যাদবপুর জেলার কবি মাধব চন্দ্র মিশ্র কଣ କହିଲେ? ଜନନୀ ପରୀକ୍ଷା ଏ ବଳିଆ
ଛୁଆଟିର ଝାଡ଼ାକୁ ପୋଛିକି ସେ ହାଡ଼ିମାନେ ଆମର ରାତି